ବରାଳ ବାଲୁଙ୍କେଶ୍ୱର ଯାହାଙ୍କ ବିଭୂତି ସେବନ ପରେ ଝିଅଟି କିଛି କ୍ଷଣରେ ହୋଇଯାଇଥିଲା ପୁଅ। ତେବେ କଣ ଏହାର ରହସ୍ୟ? ପୁରୀ ଜିଲ୍ଲା ସତ୍ୟବାଦୀର ସର୍ବପୁରାତନ ଶୈବପୀଠ ବାବା ବରାଳ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର। ଏହି ମନ୍ଦିର ତ୍ରେତୟା ଯୁଗର ବୋଲି ବିଶ୍ୱାସ ରହିଛି। ଇତିହାସ କୁହେ ଯେତେବେଳେ ପ୍ରଭୁ ରାମଚନ୍ଦ୍ର ବନବାସରେ ଥିଲେ ସେ ଭୃଗୁମୁନିଙ୍କ ଆଶ୍ରମରେ ରହି ଭାର୍ଗବୀ ନଦୀର ତଟରୁ ବାଲି ଆଣି ସେ ଶିବଲିଙ୍ଗ ନିର୍ମାଣ କରି ପୂଜା କରିଥିଲେ। ସେହି ଲିଙ୍ଗ ଆଜି ବରାଳ ବାଲୁଙ୍କେଶ୍ୱର ନାମରେ ବିଶ୍ୱବିଖ୍ୟାତ। କିମ୍ବଦନ୍ତୀ ଅନୁସାରେ ଆଠଗଡ଼ ରାଜାଙ୍କର 7ଟି ଝିଅ ଥିଲେ। ବାବାଙ୍କର ଜଣେ ସେବାୟତ ରାଜାଙ୍କୁ ଭେଟି ପ୍ରତିଶ୍ରୁତି ଦେଇଥିଲେ ତାଙ୍କର ପରବର୍ତ୍ତୀ ସନ୍ତାନ ପୁଅ ହେବ, କିନ୍ତୁ ପୁନଶ୍ଚ ତାଙ୍କର ଝିଅଟିଏ ହୋଇଥିଲା। ବାବାଙ୍କର ସେହି ସେବାୟତଙ୍କ ନିର୍ଦ୍ଦେଶ କ୍ରମେ ରାଜା ନିଜ ଝିଅକୁ ବାବାଙ୍କ ବିଭୂତି ଖୁଆଇ କଦଳୀପତ୍ର ଉପରେ ଓଲଟାଇ ଶୁଆଇ ଦେଇଥିଲେ। ବାବାଙ୍କର ଅଲୌକିକ ମହିମା ହେତୁ କିଛି କ୍ଷଣ ମଧ୍ୟରେ ଝିଅଟି ପୁଅରେ ପରିଣତ ହୋଇଯାଇଥିଲା। ସେବେଠାରୁ ହିଁ ଲୋକମାନଙ୍କର ଅଗାଧ ବିଶ୍ୱାସ ଭରସା ରହିଛି କି ଯେଉଁମାନଙ୍କର କୌଣସି ସନ୍ତାନ ହେଉନଥାଏ ବା ବନ୍ଧ୍ୟା ଦୋଷ ଥିଲେ ଏଠାକୁ ଆସି ମାନସିକ କଲେ ବାବା ତାଙ୍କର କୋଳ ପୂରଣ କରିଥାନ୍ତି। ଯଦି ଆପଣମାନେ କେବେ ପୁରୀ ଯାଉଛନ୍ତି ସତ୍ୟବାଦୀର ଏହି ପୁରାତନ ଶୈବପୀଠକୁ ଆସିବା ପାଇଁ ଜମା ବି ଭୁଲିବେନି। ଆଉ ଏଇଭଳି ଭିଡିଓ ଦେଖିବା ପାଇଁ ଚାହୁଁଥିଲେ ଲାଇକ୍ ସେୟାର କରିବା ସହିତ କମେଣ୍ଟରେ ଜୟ ଶିବ ଶମ୍ଭୁ ଲେଖିବା ପାଇଁ ଜମା ବି ଭୁଲିବେନି।